ଦଉଛ ଭଲ ଚରିତ୍ରଟିଏ ମିଳିଛି କରିବା ପାଇଁ ଚେଷ୍ଟା କରୁଛି। ବହୁତ ଇଚ୍ଛା ଥିଲା ଯେ ମନସ୍ୱିନା ସାଙ୍ଗେ କାମ କରିବା ପାଇଁ, ଇଚ୍ଛାଟା ପୂରଣ ହେଇଛି। କାରଣ ମହାଦେବୀରେ ମୁଁ ତାକୁ ଦେଖିଥିଲି, ସେତେବେଳେ ମୁଁ ଜିତ୍ ସାର୍ଥକର ଆଉ ଗୋଟେ ସିରିଏଲ୍ କରୁଥିଲି ଯେଉଁଟାକି କେମିତି କହିବି କହ ବୋଲି, ସେଥିରେ ବି ବାପା କ୍ୟାରେକ୍ଟର। ଏଥିରେ ଆଉ ଟିକେ ମୋତେ ଲାଗୁଛି ଏଥର ବୋଧେ ଟିକେ ଆଉ ଟିକେ ବେଶୀ ଦାୟିତ୍ୱବାନ ହେଇଯାଇଛି। ସେଥିରେ ଗୋଟିଏ ଝିଅ ଥିଲା, ମୋର ପରିବାରରେ ତିନିଟା ଝିଅ, ଗୋଟାଏ ପୁଅ ବୋହୂ। ତେଣୁ ଏ ସଂସାରକୁ କେମିତି ଚଲେଇବି ମୁଁ ନିଜେ ଜାଣିବି। ମନସ୍ୱିନା ଯେମିତି ମୋତେ ଚଲେଇକି ନବ ମୁଁ ସେମିତି। ଏପଟେ ବ୍ରହ୍ମଚାରୀ କିନ୍ତୁ ତିନିଟା ଝିଅ ଗୋଟେ ପୁଅ ବୋହୂ। ସମସ୍ତେ ବ୍ରହ୍ମଚାରୀ, ଘରର ବ୍ରହ୍ମଚାରୀ। ଯାହା ହଉ ଜି ସାର୍ଥକ ମୋତେ ଏଥିପାଇଁ ବାଛିଲେ, ଭଲ ଲାଗିଲା। ଅପେକ୍ଷା ବି କରିଥିଲି, ଅପେକ୍ଷାର ଫଳ ବହୁତ ମିଠା ହୁଏ। ତେଣୁ ସେଥିପାଇଁ ଶ୍ରୀଜିତକୁ ବହୁତ ଧନ୍ୟବାଦ ଦେଉଛି। ଏତିକି, ଆଗକୁ ମୁଁ କହିପାରେନି। ବାକି ଯାହା ସବୁ